ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ପ୍ରାଥମିକ କୃଷି ସମବାୟ ସମିତିରେ ସାର କଳାବଜାରୀ ଅଭିଯୋଗ ଘଟଣାରେ ସମିତିର ସମ୍ପାଦକ ନିରାକାର ବିଶ୍ୱାଳଙ୍କୁ ସସ୍ପେଣ୍ଡ କରାଯାଇଛି। ଅଭିଯୋଗ ଅନୁଯାୟୀ ସେ ଚାଷୀମାନଙ୍କଠାରୁ ନିଜ ବ୍ୟକ୍ତିଗତ ଫୋନ୍ପେ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଗ୍ରହଣ କରି ଡିଏପି ସାରର ଏକ ପ୍ୟାକେଟକୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟ 1350 ଟଙ୍କା ପରିବର୍ତ୍ତେ 2150 ଟଙ୍କାରେ ବିକ୍ରୟ କରୁଥିଲେ। ଏହାକୁ ନେଇ ଚାଷୀମାନେ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀମାନେ ଘଟଣାର ତଦନ୍ତ କରିଥିଲେ। ତଦନ୍ତରେ ଅଭିଯୋଗର ସତ୍ୟତା ମିଳିବା ପରେ ବିଭାଗ ପକ୍ଷରୁ ସମ୍ପାଦକ ନିରାକାର ବିଶ୍ୱାଳଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ପରେ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିବା ବେଳେ ସାର ବିତରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଓ କଡ଼ା ନଜରଦାରୀ ପାଇଁ ଦାବି ଜୋର ଧରିଛି। ବର୍ତ୍ତମାନ ଯୋଉ 2 ତାରିଖରେ ପ୍ରବଳ କୁମାର ସାହୁ ସରକାରଙ୍କ ପାଖରେ ଦାବି କଲେ ଯେ ନିରାକାର ବିଶ୍ୱାଳ 1350 ଟଙ୍କା ବଦଳରେ 2150 ଟଙ୍କା ସାର ପାଇଁ ନେଉଛନ୍ତି। ସେଥିପାଇଁ କାମାକ୍ଷାନଗର ARCC ରୁ ତପନ ବାବୁ ଜଣେ ଅଡିଟ୍ କରିବା ପାଇଁ ଆସିଥିଲେ। ତାଙ୍କ ଉପସ୍ଥିତିରେ ପ୍ରମାଣିତ ହେଲା ଯେ 1350 ବଦଳରେ 2150 ଟଙ୍କା ସାର ନେଇଛନ୍ତି। ତେଣୁ ସେ ଯାହାଙ୍କ ଠାରୁ ଫୋନ୍ପେ ମାଧ୍ୟମରେ ନେଇଥିଲେ ତାଙ୍କୁ ଫୋନ୍ପେରେ ପଇସା ରିଟର୍ଣ୍ଣ କଲେ ଏବଂ ଯାହାକୁ କ୍ୟାସ୍ ଆକାରରେ ପଇସା ନେଇଥିଲେ ତାକୁ କ୍ୟାସ୍ ଆକାରରେ ରିଟର୍ଣ୍ଣ କଲେ, ଯାହାକି ସେ ଲିଖିତ ଆକାରରେ ସମବାୟର ଷ୍ଟାମ୍ପ ସେକ୍ରେଟାରୀଙ୍କ ଷ୍ଟାମ୍ପ ବାଡ଼େଇ ଲୋକଙ୍କୁ ପଇସା ରିଟର୍ଣ୍ଣ। ଆମର ଦେଖନ୍ତୁ 1846 ସାର ଯୋଉ ଡିଏପି ଥିଲା ତାର ସରକାରୀ ଦାମ ହେଉଛି 1350 ଟଙ୍କା, କିନ୍ତୁ ଆମର ଏଠି ସେକ୍ରେଟାରୀ ନିଜ ଫୋନ୍ପେ ଆକାଉଣ୍ଟରେ ସେ ନିଅନ୍ତି 2150। ସରକାର ଏଠି ସ୍କାନର ଲାଗିଛି, ସେ ନିଜ ପର୍ସନାଲ ଆକାଉଣ୍ଟକୁ ନିଅନ୍ତି। ମୁଁ ଭାବୁଛି ଓଡ଼ିଶାରେ ସବୁ ସମବାୟ ତାଙ୍କର ଏଇଭଳିଆ ସବୁ ସାରର କାରନାମା ହଉଥିବ ମୁଁ ଭାବୁଛି ବୋଧେ। ଯେହେତୁ ଆଜି ଆମର ପର୍ଯ୍ୟଟନ ନିର୍ବାଚନରେ ମୁକ୍ତାପସି ସମବାୟର ଏଇଭଳିଆ ଦେଖାଗଲା ନିରାକାର ବିଶ୍ୱାଳଙ୍କ ସେକ୍ରେଟାରୀ ଯିଏ ଅଛନ୍ତି ତାଙ୍କ ନିଜ ଫୋନ୍ପେ ଆକାଉଣ୍ଟ ସେ ପଇସା ନେଇ ଆଜି ଧରା ପଡ଼ିଛନ୍ତି। ଆଉ କଣ କହିଲେ ଏବେ ଆମର ମୁଁ ପ୍ରଥମେ ଆମର ଡବଲ ଇଞ୍ଜିନ ସରକାରକୁ ଧନ୍ୟବାଦ ଦେବି, ଆଉ ସ୍ଥାନୀୟ ବିଧାୟକ ବିଉତିଆଇକୁ ଧନ୍ୟବାଦ ଦେବି, ଆଉ ଆପଣଙ୍କ ମିଡ଼ିଆ ମାଧ୍ୟମରେ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ବର୍ତ୍ତମାନ ଏଇ ଯୋଉ ହାଇଲାଇଟ୍ ହେଲା ଆଜି ସେ ହାଇଲାଇଟ୍ ସେ ଆଜି ନିରାକାର ବିଶ୍ୱାଳ ସସ୍ପେଣ୍ଡ ହେଇଛନ୍ତି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।